ଆଜି ଶୁଣିବା ଆଉ ଏକ ନୂଆ ଗପ। ତୁମ ପରି ବୀର ଜଗତେ ନାହିଁ। ଗପଟିକୁ ଲେଖିଛନ୍ତି ପରଶୁରାମ ବେହେରା। କଥନ ପ୍ରଦୀପ ମଲ୍ଲିକ। ସୁନ୍ଦର ଗୋଟିଏ ଫୁଲ ବଗିଚା। ବଗିଚା ବାହାରେ ଉଠିଥିଲା କୁନି ଚାରା ଗଛଟିଏ। ସେ ତା ହେତୁ ପାଇଲା ଦିନଠାରୁ ଦେଖି ଆସୁଛି ଏଇ ବଗିଚାକୁ। କେତେ ଜାତିର ଫୁଲ କଢ଼ିରେ ଭରା ଗଛ ସବୁ କେମିତି ଆନନ୍ଦରେ ଦୋଳି ଖେଳୁଛନ୍ତି ପବନର ତାଳେ ତାଳେ। ପ୍ରଜାପତି, ଭଅଁର, ମହୁମାଛିମାନେ ଆସି ସେମାନଙ୍କୁ ଗେଲ କରି ଦେଇ ଯାଉଛନ୍ତି। ମାଳି ଆସି ଫୁଲ ଗଛମାନଙ୍କ ମୂଳକୁ କୋଡ଼ାଖୋସା କରି ଦେଉଛି। ଘାସ ବାଛି ପାଣି ଦେଉଛି ନିତିଦିନ। ଆହା, କେଡ଼େ ସୁଖରେ ବିତି ଯାଉଛି ସେମାନଙ୍କ ଦିନ। କୁନି ଗଛଟିର ଯତ୍ନ ନେବାକୁ କେହି ନଥିଲେ। ତଥାପି ସେ ତାର ସୁନ୍ଦରପଣରେ କିଛି ବି କମ୍ ନଥିଲା। ତା ଦେହରେ କି କଅଁଳ ଛନ ଛନ ସବୁଜ ପତର ସବୁ ଗଜୁରି ଉଠିଥିଲା। ଏମିତି ସେ ଆସ୍ତେ ଆସ୍ତେ ବଡ଼ ହେଲା। ତା ଦେହରେ ଦେଖାଗଲା କେତେ ଯେ ନୀଳ ହଳଦୀ ରଙ୍ଗର କଢ଼ଟିମାନ। ଏସବୁ ଆସନ୍ତା ରବିବାର ବେଳକୁ ଫୁଲ ହୋଇ ଚହଟେଇ ଦେବ ଚୌଦିଗ। ତା ପାଖକୁ ବି ପ୍ରଜାପତି ଆସିବେ। ମହୁ ଫୁଲ ପରାଗ ନେଇ ସେମାନଙ୍କୁ କେତେ ଆଦର କରିବ। ବଗିଚାର ଫୁଲମାନଙ୍କ ପରି ସେ ବି ସୁନ୍ଦର ଦିଶିବ। ଏମିତି ଭାବି ଖୁସିରେ ତା ମନ ଉଛୁଳି ଉଠୁଥାଏ। ଏତିକି ବେଳେ ସେଇ ବାଟ ଦେଇ ଉଡ଼ି ଯାଉଥିଲେ ଦଳେ ଟିକି ଚଢ଼େଇ। କୁନି ଗଛ ସେମାନଙ୍କୁ ହାତ ଠାରି ଡାକିଲା। ଚଢ଼େଇମାନେ ପାଖକୁ ଆସିବାରୁ କୁନି ଗଛ କହିଲା, ଆସନ୍ତା ରବିବାର ଦିନ ମୋ ଦେହରେ ଅସୁମାରୀ ଫୁଲ ଫୁଟି ଚହଟିବ। ସେଦିନ ମୋର ଜନ୍ମଦିନ। ତୁମେ ସବୁ ଆସିବ ଭୋଜି ଖାଇବାକୁ। ମୋର ନିମନ୍ତ୍ରଣ ରହିଲା। ପ୍ରଜାପତି, ମହୁମାଛି ଓ ଭଅଁରମାନଙ୍କୁ ଟିକେ ମୋ ନିମନ୍ତ୍ରଣ ଜଣାଇଦେବ। ଆଉ ସେମାନଙ୍କୁ ସାଙ୍ଗରେ ନେଇ ଆସିବ। ଟିକି ଚଢ଼େଇ ସବୁ ଖୁସିରେ ହଁ ଭରି ଉଡ଼ି ଚାଲିଗଲେ। ସତକୁ ସତ ରବିବାର ଦିନକୁ ଫୁଲ କଢ଼ରେ ମଣ୍ଡି ହୋଇ ଭାରି ସୁନ୍ଦର ଦିଶୁଥାଏ କୁନି ଗଛଟି। ଯଥା ସମୟରେ ଗୋଟି ଗୋଟି ହୋଇ ଅତିଥିମାନେ ଆସି ପହଞ୍ଚିଲେ। ଟିକି ଚଢ଼େଇମାନେ ଗୀତ ଗାଇଲେ। ଭଅଁର ଆଉ ମହୁମାଛି ସବୁ ତାଙ୍କର ସ୍ୱର ଲହର ଶୁଣାଇଲେ। ପ୍ରଜାପତିମାନେ ଡେଣା ଝାଡ଼ି ନାଚ ଦେଖାଇଲେ। କୁନି ଗଛଟି ମହୁ ଫୁଲ ପରାଗର ଭୋଜି ଦେଇ ଆନନ୍ଦରେ ସେମାନଙ୍କୁ ବିଦାୟ ଦେଲା। ଅତିଥିମାନେ ଗଛଟିର ଶୁଭ କାମନା କରି ନିଜ ନିଜ ଘରକୁ ଫେରିଗଲେ। ଏସବୁ କଥା ଦୂରରୁ ଥାଇ ଦେଖୁଥାଏ ଛେଳିଟିଏ। ଏମିତି ହସ ଖୁସି ତାକୁ ଜମା ଭଲ ଲାଗିଲାନି। ସେ ଚିନ୍ତା କଲା, ଏ ଗଛଟାର ଏତେ ଗର୍ବ ଯେ ଏତେ ସବୁ ଜୀବଜନ୍ତୁକୁ ଡାକି ଭୋଜି ଦେଲା, ଅଥଚ ମୋତେ ନିମନ୍ତ୍ରଣ କଲାନି। ଆଜି ତାର ମଜା ବୁଝିଦେବି। ସମସ୍ତେ ଚାଲିଯିବା ପରେ ଛେଳି ଯାଇ କୁନି ଗଛଟିକୁ ନାଣ୍ଡିଆ ମୁଣ୍ଡିଆ କରି ଖାଇଦେଲା। ଆଉ ଆରାମରେ ଯାଇ କିଛି ଦୂରରେ ଶୋଇ ପାକୁଳି କରିବାକୁ ଲାଗିଲା। ପରଦିନ ଟିକି ଚଢ଼େଇମାନେ ସେଇ ବାଟେ ଉଡ଼ିଗଲା ବେଳେ ଦେଖିଲେ ଫୁଲ ଗଛଟି ପତର ଝଡ଼ା ହୋଇ ବସି କାନ୍ଦୁଛି। ସେମାନେ ଆସି ତା ଆଖିରୁ ଲୁହ ପୋଛି ଦେଇ କଥା କ'ଣ ପଚାରି ବୁଝିଲେ। ଗଛଟି ଛେଳି କଥା ସବୁ କହିଲା। ଚଢ଼େଇମାନେ କହିଲେ, ତୁ ଜମା କାନ୍ଦନା। ଆଉ କେତେଟା ଦିନରେ ତୋର ପୁଣି ନୂଆ ପତର କଅଁଳି ଉଠିବ। ପୁଣି ଆଗ ରୂପ ଫେରିଆସିବ। ଆମେ ଆଜି ସେ ଛେଳି କଥା ବୁଝୁଛୁ। ଏମିତି କହି ଚଢ଼େଇମାନେ ଖୋଜିଲେ ଛେଳିଟିକୁ। କିଛି ଦୂରରେ ଛେଳିକୁ ପାଇ ସବୁଠୁ ବଡ଼ ଚଢ଼େଇଟି ପଚାରିଲା, ଧନ୍ୟବାଦ ଛେଳି ଭାଇ, ତମ ପସନ୍ଦକୁ ମାନିବାକୁ ପଡ଼ିବ। ତମ ପରି ଫୁଲ ରସିକ ଜନ୍ତୁ ଦୁନିଆରେ ଆଉ କେହି ନାହିଁ। ତୁମେ କ'ଣ ଖାଲି ଫୁଲ ଗଛ ଖାଅ? କେଡ଼େ ଭାଗ୍ୟ ତୁମର। ଛେଳି ଗର୍ବରେ ଫୁଲି ଉଠି କହିଲା, ହି ହି, ମୁଁ ଫୁଲ ଗଛ ଛଡ଼ା କିଛି ଖାଏ ନା। ଟିକି ଚଢ଼େଇ କହିଲା, କଣ୍ଟା ବାଡ଼ ଥିବା ବଗିଚାରେ ପଶି ଫୁଲ ଗଛ ଖାଇ ପାରୁନଥିବ। ଛେଳି ଠିଆ ହୋଇପଡ଼ି କହିଲା, କିଏ କହିଲା? ମୁଁ ଇଚ୍ଛା କଲେ ପାହାଡ଼ଟିଏ ମଧ୍ୟ ଡେଇଁ ପଡ଼ି ଫୁଲ ଗଛ ଖାଇଥାଏ। ଏମିତି କଥା? ଏଇ ଦେଖିଲ ସେଇ ଫୁଲ ବଗିଚାକୁ, କେଡ଼େ ସୁଆଦିଆ ଫୁଲ ଗଛ ସବୁ ସେଠି ତୁମକୁ ହାତ ଠାରି ଡାକୁଛନ୍ତି। ପାରିବ ତ? ଡେଇଁ ପାରିବ ସେଇ କଣ୍ଟା ବାଡ଼? ଟିକି ଚଢ଼େଇ କଥା ଶୁଣି ବୀର ପରି ଝାଡ଼ି ହୋଇ ଛେଳି କହିଲା, ଏଇ ଗୋଟିଏ ସାମାନ୍ୟ କଥା। ଏଇ ଦେଖ ମୁଁ କେମିତି ବାଡ଼ ଡେଇଁ ଗଛ ଖାଇବି। ଏଇ ଦେଖ ମୁଁ କେମିତି ବାଡ଼ ଡେଇଁ ଗଛ ଖାଇବି।
ଦେଖୁ ଦେଖୁ ଛେଳିଟା ତାର ସବୁ ବଳ ଖଟେଇ କଣ୍ଟା ବାଡ଼କୁ ଡେଇଁ ଭିତରକୁ ଚାଲିଗଲା। ଚଢ଼େଇଙ୍କୁ ଦେଖେଇ ଦେଖେଇ ଫୁଲ ଗଛ ଗୁଡ଼ିକୁ ଚୋବେଇବାରେ ଲାଗିଲା। ଠିକ୍ ଏତିକି ବେଳେ ବଗିଚାର ମାଳି ଧାଇଁ ଆସିଲା। ଛେଳିଟାକୁ ଧରି ପକାଇ ଆଗ ବାନ୍ଧି ପକାଇଲା ଖୁଣ୍ଟରେ। ବାଡ଼ି ଖଣ୍ଡେ ଆଣି ଏମିତି ପିଟା ପିଟିଲା ଯେ ଛେଳିଟା ଖାଲି ମେ ମେ ହେଇ କାନ୍ଦି ଗଡ଼ୁଥାଏ। ତାପରେ ତାକୁ ବାହାରକୁ ଆଣି ଫିଟେଇ ଦେଇ କୁକୁର ଲଗେଇ ଦେଲା ପଛରେ। କୁକୁରଠୁ କାମୁଡ଼ା ଖାଇ ଜୀବନ ବିକରେ ଧାଇଁ ଥାଏ ଛେଳି। ଟିକି ଚଢ଼େଇ ସବୁ ତା ପଛେ ପଛେ ଉଡ଼ି କହୁଥାନ୍ତି, ଛେଳି ଭାଇ କିଆଁ ଯାଅ ପଳେଇ, ତୁମ ପରି ବୀର ଜଗତେ ନାହିଁ।